ଏବେ ବି ମଧ୍ୟ ମାନବିକତା ବଞ୍ଚିଛି। ଯେଉଁ ମାନବିକତା ବଳରେ ଆମେ ଆଜି ଏଇ ଜାଗାରେ ପହଞ୍ଚୁ, ଇଏ ହେଉଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ମହିଷାଡାଳି ଗ୍ରାମର ଆଦିବାସୀ ସାହି। ଯେଉଁ ସାହିରେ ତ 5-6 ବର୍ଷ ପୂର୍ବରୁ ଗୋପାଳ ସିଂଙ୍କର ଦେହାନ୍ତ ଘଟିଥିଲା। ଗୋପାଳ ସିଂଙ୍କର 4ଟି ସନ୍ତାନ ଥିଲେ, 3 ପୁଅ ଜଣେ ଝିଅ। ଏବଂ এই କିଛି ଦିନ ତଳେ 4ରୁ 5 ଦିନ ପୂର୍ବେ ତାଙ୍କର ସ୍ତ୍ରୀଙ୍କର ଦେହାନ୍ତ ଘଟିଲା, ଯିଏକି ମାଳତୀ ସିଂ ଥିଲେ। ବିଧାତା ଏମିତି କଲେ, ବାପା ଚାଲିଗଲେ, ବାପା ପରେ ପରେ ମଧ୍ୟ ମା ଚାଲିଗଲେ। ବର୍ତ୍ତମାନ ପିଲାମାନେ ନିଃସ୍ୱ ହୋଇଯାଇଛନ୍ତି। ଆମେ ଯାହା ଏଠି ଦେଖୁଥିଲୁ, ତାଙ୍କର ଯିଏ ବଡ଼ ଝିଅ ଅଛି ତାର ବୟସ ପାଖାପାଖି 14ରୁ 15 ବର୍ଷ, ଯାହାର ମୁଣ୍ଡ ଉପରେ ଏତେ ବଡ଼ ବୋଝ ଲଦି ହେଇଛି। ସେ ତାଙ୍କର ସାନ ଭାଇ ଭଉଣୀ 3 ଜଣଙ୍କୁ ନେଇ ସଂସାର କେମିତି ଚଳାଇବେ, ତାଙ୍କୁ ଖାଇବା ପିଇବା ଏଇସବୁ ଦାୟିତ୍ୱ ଯେଉଁ ରହିଛି, ତାଙ୍କ ଭିତରେ ବହୁତ ବଡ଼ ବଜ୍ର ପଡ଼ିଛି। ଏହି ଟାଇମ୍ରେ ଦେବଦୂତ ସାଜିଛନ୍ତି ଆମର ଚଣ୍ଡୀମାତାର ଯୁବବନ୍ଧୁମାନେ, ଯେଉଁମାନେ ଆସି ତାଙ୍କର ଶୁଦ୍ଧିକ୍ରିୟା ପାଇଁ ଆଜି କିଛି ସାହାଯ୍ୟ ମଧ୍ୟ କରିଛନ୍ତି। ମୁଁ ବି କହିବି ଭାଇଙ୍କୁ ଟିକେ ଦେଖେଇବେ, ସେ ତାଙ୍କର ଶୁଦ୍ଧିକ୍ରିୟା ପାଇଁ ବହୁତ କିଛି ସାହାଯ୍ୟ ଦେଇଛନ୍ତି। ଆମ ପାଖରେ ଯେଉଁ ସବୁଠାରୁ ବରିଷ୍ଠ ଅଛନ୍ତି, ସେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ସେ ବି ମଧ୍ୟ ବୟସ ତାଙ୍କୁ ବି ହାର ମନେଇ ଦେଇନି, 68 ବର୍ଷ ବୟସରେ ସେ ମଧ୍ୟ ଯୁବକ। ସେ ମଧ୍ୟ ଆସି ଏଇ ଜାଗାରେ ପହଞ୍ଚିଛନ୍ତି ଏବଂ ତାଙ୍କ ପାଖରୁ ଆମେ ବୁଝିବା ସେ ଯେଉଁ ଆଜି ସାହାଯ୍ୟ କରିଛନ୍ତି କେଉଁଥିପାଇଁ ଦେଇଛନ୍ତି ଏବଂ ତାଙ୍କ ଭିତରେ କ'ଣ ମାନସିକ ଶାନ୍ତି ଅଛି। କ'ଣ ପରିଚୟ ଦେଇଦେଲେ? ମୋ ନାଁ ବୁଦ୍ଧିରାମ ପାଣିଗ୍ରାହୀ। ମୁଁ ସଂସ୍କୃତ ବିଦ୍ୟାଳୟ ଅଲିପୁରରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲି। 2017 ମସିହାରେ ମୁଁ ଅବସର ଗ୍ରହଣ କଲି ଏବଂ ବିଭିନ୍ନ ପ୍ରକାର ସଂଗଠନ ସହିତ ପ୍ରଭୁଙ୍କର କୃପାରୁ ସବୁ ଜଡ଼ିତ। ଆଉ ଆଜି ହିଁ ବିଶେଷତଃ ଆମର ଯେଉଁ ଜଖନ, ସିଏ ମୋତେ ଯେତେବେଳେ ଗତକାଲି ଫୋନ୍ କରି କହିଲେ ଯେ ଏମିତି ପରିସ୍ଥିତି ହେଇଛି ଆମର ମହିଷାଡାଳିରେ, ଜଣେ ତାଙ୍କର ବାପା ମରିଯାଇଥିଲେ, ଏଇ 5-6 ଦିନ ଧରି ଯେ ତାଙ୍କର ମା' ମଧ୍ୟ ମରିଯାଇଛନ୍ତି। ପିଲାମାନେ ବର୍ତ୍ତମାନ ଅନାଥ ଅବସ୍ଥାରେ ରହିଛନ୍ତି। ତାଙ୍କର ବଡ଼ ଝିଅର ବୟସ 14-15 ବର୍ଷ ଏବଂ ଏଇ କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ଆମର ଚଣ୍ଡୀମାତା ଜଗତ କଲ୍ୟାଣ ଫାଉଣ୍ଡେସନ୍ ନନ୍ଦୁର ଖଇରା ବାଲେଶ୍ୱରର ଯୁବ ଗୋଷ୍ଠୀମାନେ ଆଗେଇ ଆସିଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କ ପାଖରେ ନିବେଦନ କରିବି, ପ୍ରାର୍ଥନା କରିବି, ଏଇ ଯେଉଁ ଯୁବଶକ୍ତିକୁ ଆହୁରି ଉତ୍ଥାନ କରନ୍ତୁ। କାରଣ ଯୁବଶକ୍ତି ହିଁ ଆମର ଏ ସମାଜକୁ ଉତ୍ଥାନର ମୂଳ ମନ୍ତ୍ର ଦେଇପାରିବେ। ସେମାନେ ସବୁକିଛି ঊର୍ଦ୍ଧ୍ୱକୁ ନେଇପାରିବେ। ଆଜି ଯେ ଯୁବଶକ୍ତି ଏ ପ୍ରକାର କାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି, ନନ୍ଦୁରର ଯେଉଁ ଆମର ଚଣ୍ଡୀମାତା ୟୁଥ୍ କ୍ଲବ୍ର ଯେଉଁ ସବୁ ପିଲାମାନେ, ଏଇ ସବୁ ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଆଉ ଆମେ ବି ମଧ୍ୟ ଏଥିରେ ଏଇ ବୟସରେ ମଧ୍ୟ ସାମିଲ ହୋଇକି ବହୁତ ଆନନ୍ଦ ଏବଂ ଏଠି ଆସି ଉପସ୍ଥିତ, ସେଇ ତାଙ୍କ ଘର ପାଖରେ ଉପସ୍ଥିତ ହେଲୁ। ଉପସ୍ଥିତ ହେବା ପରେ ମଧ୍ୟ ଯେଉଁଟା ପ୍ରତ୍ୟକ୍ଷ ଭାବରେ ଆମେ ଦେଖିଲୁ, ତାଙ୍କର କେହି ଜଣେ ଗାର୍ଡ଼ିଆନ୍ ମଧ୍ୟ ନାହାନ୍ତି। ଆମେ ସେମାନଙ୍କୁ ଏଇ ଶୁଦ୍ଧିକ୍ରିୟା ଯେଉଁ ସୋମବାର ଦିନ ତାଙ୍କର କରିବେ, ସେଥିପାଇଁ ଏଇ ଫାଉଣ୍ଡେସନ୍ ତରଫରୁ A to Z ଯେତିକି କର୍ମରେ ଲାଗିବା କଥା ସବୁ କିଛି ସେମାନେ ପ୍ରଦାନ କରିଛନ୍ତି। ସେଥିପାଇଁ ମୁଁ ବହୁତ ଖୁସି ଏବଂ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବି ତାଙ୍କର ଏଇ ଯୁବଶକ୍ତିର ଉତ୍ତରୋତ୍ତର ଉନ୍ନତି ହେଉ, ସେମାନେ ଆଗକୁ ସବୁ ଏଇ କ୍ଷେତ୍ରରେ ମାଡ଼ି ଚାଲି ସମାଜରେ କଲ୍ୟାଣ କରନ୍ତି। ତମ ନାଁ କହିଲ? ଗାରଦୀ ସିଂ, କେଉଁଠି ଘର? ମହିଷାଡାଳି। କ'ଣ ଆଜି ଏମାନେ ଭାଇମାନେ ଆସିଛନ୍ତି, କ'ଣ ସେ ବିଷୟରେ କହିଲ? ଆଜ୍ଞା, ଭାଇମାନେ ଯେତେବେଳେ ଆମର ମୋ ଭାଇ ବି ଚାଲିଗଲା, ଆଉ ମୋ ଭାଉଜ ବି ଚାଲିଗଲେ, ଆଉ ସେଥିପାଇଁ ଛୁଆମାନଙ୍କ ଶୁଦ୍ଧିକ୍ରିୟା ପାଇଁ ଏଇ ଯାହା ହଉ ଆମର ମା' ଚଣ୍ଡୀମାତା ଭାଇମାନେ ଆସିକି କିଛି ଯାହା ହଉ ସାହାଯ୍ୟ କରୁଛନ୍ତି। ଏବଂ ଆମେ ଯେତେବେଳେ ଗୋଟେ ନ୍ୟୁଜ୍ ପକାଇଥିଲୁ, ସେଥିପାଇଁ ସବୁ ଭାଇମାନେ ଆସିକି ସାହାଯ୍ୟ କରୁଛନ୍ତି। ସେ ଭାଇମାନଙ୍କୁ ମୁଁ ଏତିକି ଧନ୍ୟବାଦ ଦେଉଛି ଯେ ଆମକୁ ସାହାଯ୍ୟ ସହଯୋଗ କଲେଣି। ସେଥିପାଇଁ ମୁଁ ସେତିକି ଧନ୍ୟବାଦ ଦେଉଛି ଚଣ୍ଡୀମାତାକୁ, ବହୁତ ବହୁତ ଧନ୍ୟବାଦ। ଆଉ ଆପଣ ବି ଭବିଷ୍ୟତରେ ଏମାନଙ୍କର ନିହାତି ତାଙ୍କର କେୟାର ନେବେ, ଯତ୍ନ ନେବେ ଭବିଷ୍ୟତ ପାଇଁ, ସବୁବେଳେ ପାଇଁ ତାଙ୍କ। ଆଜ୍ଞା, ମୁଁ ସବୁବେଳେ ତାଙ୍କରି ପାଖରେ ହିଁ ଅଛି।